ଝୋଟି ପକେଇବାର ସଉକ ମୋର ପିଲାଦିନରୁ ଥିଲା। ଆଉ ଆମ ଘରେ ମୁଁ ଝୋଟି ପକାଉଥିଲି, ସେ ବି ରାତି ଅନିଦ୍ରା ହେଇକି। କେତେ ସମୟ ଲାଗୁ ପଛେ ସବୁଠୁ ବଢ଼ିଆ ଯେମିତି ଝୋଟି ହେବ ଆମ ଘରେ। ଆଉ ଗୁରୁବାର ଦିନ ସକାଳୁ ଯେତେବେଳେ ମୁଁ ଯାଉଥିଲି ଟ୍ୟୁସନ୍, ସାଇକେଲରେ ବସିକି ଚଲେଇକି ଯାଉନଥିଲି, ସାଇକେଲ ଗଡ଼େଇ ଗଡ଼େଇ ଯାଉଥିଲି। ତାହେଲେ ଦେଖିବି ଯେ ସମସ୍ତଙ୍କର ଚିତା କେମିତିଆ ହେଇଛି, କାହାର ସବୁଠୁ ବଢ଼ିଆ ହେଇଛି। ଆଉ ସେତେବେଳେ ତ ଆଉ ସ୍ମାର୍ଟଫୋନ୍ ନଥିଲା ଯେ ଫଟୋଟା ଉଠେଇକି ରଖିଦେବି। ଯେତେ ମନେ ରଖିପାରିବି ସେମିତି ମନେ ରଖି ରଖିକି ଯାଉଥିଲି। ଆଉ ଏମିତି ଭିତରେ ମୁଁ ବଡ଼ ହେଇଯାଇଥିଲି। ବାହାଘର ପରେ ପ୍ରଥମ ଥର ଯେତେବେଳେ ଝୋଟି ପକେଇଲି, ଯେତେ ଯାହା ଜାଣିଥିଲି 16 କୋଟି ପଦ୍ମ, ଲକ୍ଷ୍ମୀପାଦ ଆଉ ଶଙ୍ଖ, ହାତୀ ସବୁ ପକେଇ ଦେଇଥିଲି। ଶାଶୁ ମୋର ବହୁତ ଖୁସି ହେଇଥିଲେ। କିନ୍ତୁ ସବୁକିଛି ମୋତେ ଆସୁନଥିଲା ଏତେ ଭଲ କି। ସେ କ୍ଷୀରି କେମିତି କରାହେବ, ବୋଉ କେତେ କ୍ଷୀର ପଡ଼ିବ, କେତେ ଚିନି ପଡ଼ିବ, ପିଠଉଟା କେମିତି ଭଜା ହେବ, କ'ଣ କ'ଣ ଭୋଗ ଲାଗେ ସବୁକିଛି ପଚାରି ବୁଝୁଥିଲି। ସନ୍ଧ୍ୟାବେଳେ ଆମର 10 ପୁର ମଣ୍ଡା ଭୋଗ ଲାଗେ, କେତେ ପାଣି ପଡ଼ିବ, ଓହୋ ତାହେଲେ ଡବଲ ପାଣି ଦିଆହେବ, ଯେତିକି ସୁଜି ତା'ର ଡବଲ ପାଣି। ଆଉ ଗୁଡ଼କୁ ଆଗ ତରଳେଇକି ତାପରେ ସେଥିରେ ନଡ଼ିଆ ପଡ଼ିକି ଭାଜିଲେ ଭଲ କି ମିଳେଇବ। ଆଉ ଏଥର ତ ମୁଁ ଛେନା ନଡ଼ିଆ ଦୁଇଟା ଯାକ ମିଶାଇକି ପୁର କରିଥିଲି, ଅଧିକ ସୁଆଦିଆ ଲାଗେ ସେମିତି କଲେ। କିନ୍ତୁ ଲକ୍ଷ୍ମୀ ପୁରାଣର ଗୋଟେ ଜିନିଷ ମୋତେ ବହୁତ ଭଲ ଲାଗେ। ବହୁତ ଭଲ କେଉଁଟା ଲାଗେ କହିଲେ, ଯେତେବେଳେ ମା ଲକ୍ଷ୍ମୀ ଜାତିକୁ ମାନିନଥିଲେ ଆଉ ଯାଇ ଶ୍ରିୟା ଚଣ୍ଡାଳୁଣୀ ଘରେ ପୂଜା ହେଇଥିଲେ, ଭକ୍ତି ଭାବରେ ଶୁଦ୍ଧପୁତ ଚିତ୍ତରେ ପୂଜା କରିଥିଲା ବୋଲିକି। ମଣିଷ ଭିତରେ ଜାତି ଗୋଟେ କ'ଣ, ସମସ୍ତେ ସମାନ, ଏଇଟା ମୁଁ ଭାବେ। କିନ୍ତୁ ଗୋଟେ ଜିନିଷ ଭାରି ବାଧେ ଲକ୍ଷ୍ମୀ ପୁରାଣରେ, ଯେତେବେଳେ ଲେଖା ହେଇଛି ଯେ ବାହାର ଲୋକ କେହି ଏ ଭୋଗ ଖାଇବେନି, ବାହା ହେଲା ଝିଅ ସୁଦ୍ଧା ଖାଇବନି। ସେ ଗୋଟିଏ ମୁହୂର୍ତ୍ତରେ ଝିଅଟିକୁ ପରଘରି କରିଦିଅନ୍ତି। ଆଉ ଏଇଟା ସତରେ ଯିଏ ଲେଖିଛନ୍ତି ସିଏ କ'ଣ ଝିଅର ମନ କଥାକୁ ବୁଝନ୍ତିନି? ଆଉ କ'ଣ ଝିଅ ସତରେ ଏଇଥିପାଇଁ ଖାଏନି ଯେ ଘରର ସମ୍ପତ୍ତି, ଘରର ଐଶ୍ୱର୍ଯ୍ୟ ସିଏ ନେଇଯିବ ତା ଘରକୁ? ଏ କଥାଟି ବାଧେ। ଆପଣଙ୍କୁ କ'ଣ ଲାଗେ? ଆଉ ଗୋଟେ ଜିନିଷ ପିଲାଦିନେ ଆମକୁ ଭାରି ମଜା ଲାଗୁଥିଲା ଶୁଣିବା ପାଇଁ, ଗୁରୁବାରେ ଯେଉଁ ନାରୀ ପିଲାକୁ ମାରଇ, ଏଇ କଥା ଯୋଗୁଁ ମାଆଙ୍କୁ ମୋ ଭାଇ ଦେଖେଇ ହେଇକି ଖାଲି କୁହେ ଯେ ଆଜି ତ ମାରିପାରିବୁନି, ଆଜି ତ ମାରିଲେ ଲକ୍ଷ୍ମୀ ଛାଡ଼ିଯିବେ। ମାନେ ଏଇଥିପାଇଁ ବହୁତ ପିଲା ବଞ୍ଚିଯାଆନ୍ତି ମାଡ଼ ଖିଆରୁ। ସେ ପିଲାଦିନ ଆଉ ନାହିଁ, କିନ୍ତୁ ତାର ବହୁତ ସ୍ମୃତି ଏବେ ବି ଅଛି, ଏବେ ବି ମନେ ପଡ଼ୁଛି। ଆଉ ମୋର ଏବେ ବି ମନେ ଅଛି ଯେତେବେଳେ ମାଆ ପାଣି ଛଡ଼େଇ ଦେଉଥିଲେ ପିଠା ଖାଇବାକୁ, ଆମେ ଯାଇ ହାତ ପତେଇ ଠିଆ ହେଉଥିଲୁ। ଆଉ ସେମିତି ଏବେ ଠିଆ ହେଇଯାଉଛନ୍ତି ସାରାସିଆ।